ଯୋଉଦିନ ଫାଶୀ ପାଇବୁ ସେଇଦିନ ମୋ ଆତ୍ମା ଶାନ୍ତି ପାଇବ। ତୁ ଛଟପଟ ହୋଇ ମରିବୁ ଆଉ ମୁଁ ସ୍ୱର୍ଗରେ ଥାଇ ସବୁ ଦେଖିବି। ମାଛ ଧରିବାକୁ ଡାକି ନେଇ ବଳାତ୍କାର କଲୁ, ଏବେ ତୁ ମଶାଣି ଯିବୁ। ଏବେ ବି ମୁଁ କାନ୍ଦୁଛି, ମୁଁ ସେଇ 6 ବର୍ଷ କୁନି ଝିଅର ଆତ୍ମା କହୁଛି। ତୁ ଯୋଉଦିନ ଫାଶୀ ପାଇବୁ ସେଇଦିନ ମୋ ଆତ୍ମା ଶାନ୍ତି ପାଇବ। ମୋ ବୟସ ମାତ୍ର 6 ବର୍ଷ। ମୋ ବାପା ମାଙ୍କର ମୁଁ ଜଣେ କୁନି ଝିଅ। ଏ ସଂସାରକୁ ମୁଁ ଭଲ କରି ଜାଣିନଥିଲି କି ଦୁନିଆକୁ ଭଲ କରି ଚିହ୍ନି ନଥିଲି। ସବୁ କୁନି ଝିଅ ମାନଙ୍କ ପରି ମୁଁ ବି ଧୂଳି ଆଉ ମାଟିରେ କଣ୍ଢେଇକୁ ସାଙ୍ଗ କରି ଖେଳି ବୁଲୁଥିଲି। କିନ୍ତୁ ସେଦିନ ମୋ କଅଁଳ ବୟସର ଶରୀରକୁ ଦେଖି ତୁ ଲୋଭ କଲୁ। ମୋ କଅଁଳ ମାଂସ ଖାଇବାକୁ ମନ ବଳେଇଲୁ। ବୋଧହୁଏ ରାବଣ ଆଉ କଂସ ପରି ରାକ୍ଷସ ତତେ କବ୍ଜା କରିନେଲେ। ବାପା ଦାଦା ବୟସର ମଣିଷ ହୋଇ ମୋ ପରି ଗୋଟିଏ କୁନି ଝିଅକୁ ବଳାତ୍କାର କରିବା ପାଇଁ ଷଡ଼ଯନ୍ତ୍ର କଲୁ। ମାଛ ଧରିବାକୁ ଯିବା କହି ଲୋଭ ଦେଖେଇ ମତେ ତୋ ଆଡକୁ ଭିଡି ନେଇ ଗଲୁ। ଆଉ ମୁଁ ବି ତତେ ବିଶ୍ୱାସ କରି ମାଛ ଧରିବା ଲୋଭରେ ତୋ ସହ ଚାଲିଗଲି। ତ ମିଠା ମିଠା କଥା ଭିତରେ ଥିବା ବିଷାକ୍ତ ଷଡ଼ଯନ୍ତ୍ରକୁ ଜାଣିପାରିଲିନି। ତ ମଣିଷ ରୂପ ଭିତରେ ଲୁଚି ରହିଥିବା ରାକ୍ଷସକୁ ଚିହ୍ନି ପାରିଲିନି। ଆଉ ଶେଷରେ ତୁ ମତେ ଏକୁଟିଆ ପାଇ ମାଡ଼ି ବସିଲୁ। ମୋ କୁନି ଦେହକୁ ଝୁଣି ଝୁଣି ଖାଇଗଲୁ। ତ ଗୋଡ ହାତ ଧରି ନେହୁରା ହେଲି, ତୁ କିନ୍ତୁ ମତେ କଲବଲ କରି ବଳାତ୍କାର କଲୁ। ଆଉ ଶେଷରେ ଦେହର ଭୋକ ମେଣ୍ଟି ଯିବା ପରେ ମୋ ତଣ୍ଟି ଚିପି ହତ୍ୟା କରିଦେଲୁ। ସବୁଦିନ ପାଇଁ ମୋ ଶରୀରକୁ ପାଉଁଶ କରିଦେଲୁ। ତେଣୁ ତୁ ଏବେ ଛଟପଟ ହୋଇ ମରିବୁ ଆଉ ମୁଁ ସ୍ୱର୍ଗରେ ଥାଇ ସବୁ ଦେଖିବି। ତୁ ମତେ ଯେମିତି ରକ୍ତାକ୍ତ କରି ମାରିଥିଲୁ, ତୁ ବି ସେମିତି ଯନ୍ତ୍ରଣାରେ ଛଟପଟ ହୋଇ ମରିବୁ। ମୋ ଜୀବନର ସବୁ ଆଶା ଭରସା ଆଜି ମାଟିରେ ମିଶି ଯାଇଛି। ମୋ ପାଠ ପଢିବାର ସ୍ୱପ୍ନ ସବୁଦିନ ପାଇଁ ମଶାଣି ଭୂଇଁରେ ପରିଣତ ହୋଇଯାଇଛି। ତାହେଲେ ତୁ କାହିଁକି ବଞ୍ଚିବୁ? ମାନ୍ୟବର କୋର୍ଟ ଏବେ ଫାଶୀ ଖୁଣ୍ଟରେ ତତେ ଝୁଲାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଉ ମୁଁ କାନ୍ଦି କାନ୍ଦି ସେହି ଦିନକୁ ଅପେକ୍ଷା କରିଛି। ହଁ, ମୁଁ ସେଇ 6 ବର୍ଷ ଝିଅର ଆତ୍ମା କହୁଛି। ବ୍ୟୁରୋ ରିପୋର୍ଟ, G7 ଓଡ଼ିଆ।